ନମ୍ବର 1 ଏପ୍ରିଲ 1ରୁ ସୁଭଦ୍ରା ପାଇଁ ନୂଆ ପଞ୍ଜୀକରଣ। ରାଜ୍ୟର ନୂତନ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଗାମୀ ଏପ୍ରିଲ 1 ତାରିଖରୁ ଏନେଇ ଆବେଦନ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ଶ୍ରୀମତୀ ପରିଡ଼ା। ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଯୋଜନାରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଯେଉଁ ମହିଳାମାନେ ଏବେ 21 ବର୍ଷରେ ପହଞ୍ଚିଛନ୍ତି, ବିଶେଷ କରି ସେମାନଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ସେମାନେ ଆସନ୍ତା ଏପ୍ରିଲ 1ରୁ ଆବେଦନ କରିପାରିବେ। ଏଥିପାଇଁ ଏପ୍ରିଲ 30 ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଅର୍ଥାତ୍ ନୂଆ ଆବେଦନକାରୀ ପ୍ରାୟ 1 ମାସ ପାଇଁ ଆବେଦନ କରିପାରିବେ। ଏଥିପାଇଁ ସେମାନଙ୍କୁ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ସେମାନେ ନିକଟସ୍ଥ ଆମ ସେବା କେନ୍ଦ୍ରର ମଧ୍ୟ ସହାୟତା ନେଇପାରିବେ। ଏଥିପାଇଁ ଯେଉଁ ନିୟମାବଳୀ ରହିଛି ସେଗୁଡ଼ିକ ହେଲା ଆବେଦନକାରୀଙ୍କ ବୟସ 21 ବର୍ଷରୁ 60 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଯେଉଁମାନେ ପୂର୍ବରୁ ଆବେଦନ କରିନାହାନ୍ତି କେବଳ ସେମାନେ କରିପାରିବେ। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ସିଡିପିଓ କାର୍ଯ୍ୟାଳୟରେ ନିଃଶୁଳ୍କ ଫର୍ମ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ନମ୍ବର 2 ଏପ୍ରିଲ 1ରୁ ବଦଳିବ ଏଟିଏମ୍ ଟଙ୍କା ଉଠାଣ। ୟୁପିଆଇ ଓ ଡେବିଟ୍ କାର୍ଡ଼ ବ୍ୟବହାରକାରୀଙ୍କ ବଡ଼ ଖବର। ଯଦି ଆପଣ ଏଟିଏମ୍ରୁ ଟଙ୍କା ଉଠାଇବା ପାଇଁ ଯାଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା ଏପ୍ରିଲ 1, 2024ରୁ ଦେଶର ଅନେକ ପ୍ରମୁଖ ବ୍ୟାଙ୍କ ନିଜର ଏଟିଏମ୍ ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ ଶେଷ କରି ଡେବିଟ୍ କାର୍ଡ଼ ଏବଂ ୟୁପିଆଇ ଜରିଆରେ କରାଯାଇଥିବା ନଗଦ ଉଠାଣ ଉପରେ ଲାଗୁ ହେବ। ନମ୍ବର 3 1 ଏପ୍ରିଲରୁ ବଡ଼ ପରିବର୍ତ୍ତନ। ରେଲୱେ ବଦଳାଇବ ନିୟମ। ଏପ୍ରିଲ 1 ତାରିଖରେ ଅନେକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବା ସହ ନୂତନ ନିୟମ ମଧ୍ୟ ଲାଗୁ ହେବାକୁ ଯାଉଛି। ଆଉ ଅନେକ ପୁରୁଣା ନିୟମରେ ପରିବର୍ତ୍ତନ ମଧ୍ୟ ହେବାକୁ ଯାଉଛି। ଉଦାହରଣ ସ୍ୱରୂପ, ପୂର୍ବରୁ ଟ୍ରେନ୍ ଛାଡ଼ିବାର 4 ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରିବାର ସୁବିଧା ଥିଲା, କିନ୍ତୁ ବର୍ତ୍ତମାନ ଏହି ସମୟକୁ 8 ଘଣ୍ଟା କରିଦିଆଯାଇଛି। ନମ୍ବର 4 ଆଳୁ ଦରକୁ ନେଇ ଭିନ୍ନ ଚିତ୍ର। ହୋଲସେଲରେ ଆଳୁ କିଲୋ 5 ଟଙ୍କା, ଦୋକାନରେ 20। ହୋଲସେଲରେ ଆଳୁ କିଲୋ 5 ଟଙ୍କା, ଦୋକାନରେ 20। ରାଜ୍ୟରେ ଆଳୁ ଦରକୁ ନେଇ ଦୁଇଟି ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ଗୋଟିଏ ପଟେ ଆବଶ୍ୟକତାଠାରୁ ଅଧିକ ଷ୍ଟକ୍ ଓ ଉତ୍ପାଦନ ଥିବା ଦାବି, ଅନ୍ୟପଟେ ବଜାରରେ ଗ୍ରାହକ ଚଢ଼ା ଦରରେ ଆଳୁ କିଣିବାକୁ ବାଧ୍ୟ ହେଉଛନ୍ତି। ହୋଲସେଲ ଓ ଖୁଚୁରା ଦର ମଧ୍ୟରେ ବଡ଼ ତଫାତ ଦେଖାଦେଇଛି। ନମ୍ବର 5 ସାରା ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା। 25 ଜିଲ୍ଲାକୁ ୱାର୍ଣ୍ଣିଂ ଜାରି। ସାରା ରାଜ୍ୟରେ କାଳବୈଶାଖୀର ବର୍ଷାର ସମ୍ଭାବନା। ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ପାଇଁ 25 ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। 25 ଜିଲ୍ଲା ମଧ୍ୟରୁ 4 ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକକୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଆସନ୍ତାକାଲି ପାଇଁ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 4 ତାରିଖ ପର୍ଯ୍ୟନ୍ତ ରାଜ୍ୟର କାଳବୈଶାଖୀ ଜାରି ରହିବ, ଏନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ। ନମ୍ବର 6 ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ। ମାଡ଼ କଲା ବଙ୍କର ବଷ୍ଟର ବୋମା। ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ। ବଙ୍କର ବଷ୍ଟର ବୋମା ମାଡ଼ରେ ଥରିଲା ଇସ୍ପାହାନ। ଭୟଙ୍କର ବିସ୍ଫୋରଣ ଭିଡ଼ିଓ ସେୟାର କଲେ ଟ୍ରମ୍ପ। 900 କିଲୋର ବୋମା ମାଡ଼ରେ ଜ୍ୱଳି ଉଠିଲା ଆକାଶ। ସୋମବାର ବିଳମ୍ବିତ ରାତ୍ରିରେ ଆମେରିକା ପକ୍ଷରୁ ଇରାନ ଇସ୍ପାହାନ ସହରରେ ଥିବା ଏକ ବଡ଼ ଅସ୍ତ୍ରଶସ୍ତ୍ର ଠିକଣା ଉପରେ ଶକ୍ତିଶାଳୀ ଆକ୍ରମଣ କରାଯାଇଛି। ନମ୍ବର 7 ଆଜିର ସୁନାଦର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନାଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି, ତେବେ ପ୍ରଥମେ ଜାଣିନିଅନ୍ତୁ ଆଜିର ସୁନାଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନାର ଦର 1,49,290 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ସୁନାର ଦର 1,36,850 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,49,290 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 1,36,850 ଟଙ୍କା ପହଞ୍ଚିଛି। ସେହିପରି ଅନ୍ୟପଟେ ରୂପାର ମୂଲ୍ୟ କିଲୋ ପିଛା 2,50,000 ଟଙ୍କା ରହିଛି। ନମ୍ବର 8 ସାବଧାନ, ଏପ୍ରିଲ 1ରୁ ପରିବର୍ତ୍ତନ ହେବ ୟୁପିଆଇ ପଦ୍ଧତି ଜାଣିବା ଜରୁରୀ। ଯଦି ଆପଣ ଚା ଦୋକାନରୁ ସପିଂ ମଲ୍ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ ଫୋନ୍ପେ, ଗୁଗଲ ପେ କିମ୍ବା ପେଟିଏମ୍ ଭଳି ୟୁପିଆଇ ଆପ୍ ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ଡିଜିଟାଲ ପେମେଣ୍ଟ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି, ଯାହା ଏପ୍ରିଲ 1 ତାରିଖ 2024ରୁ ଲାଗୁ ହେବ। ଏହି ନୂତନ ପରିବର୍ତ୍ତନ ସିଧାସଳଖ ଆପଣଙ୍କ ଦୈନନ୍ଦିନ କାରବାରକୁ ପ୍ରଭାବିତ କରିବ। ବର୍ତ୍ତମାନ ଆପଣଙ୍କର ଟଙ୍କା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷା ହେବ।
ଯଦିଓ ପେମେଣ୍ଟ ସମ୍ପୂର୍ଣ୍ଣ ହେବାକୁ କିଛି ସେକେଣ୍ଡ ଅଧିକ ସମୟ ଲାଗିପାରେ। ନମ୍ବର 9 3,000 ଟଙ୍କା ଭତ୍ତା ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ। କେରଳରେ ବିଜେପିର ଘୋଷଣାପତ୍ର। ଆଜି କେରଳ ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣାପତ୍ର ପ୍ରକାଶ କରିଛି। ଘୋଷଣାପତ୍ରରେ ଅନେକ ପ୍ରତିଶ୍ରୁତି ଦିଆଯାଇଛି। ପ୍ରତିଶ୍ରୁତି ମୁତାବକ ଗରିବ ପରିବାର ମହିଳାମାନଙ୍କୁ ଏକ ମାସିକ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଡ ଦିଆଯିବ, ଯାହାକୁ ନେଇ ସେମାନେ ରାସନ କିଣିବା ପାଇଁ ବ୍ୟବହାର କରିପାରିବେ। ମହିଳା ଏବଂ ବିଧବାମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିବ। ବୃଦ୍ଧବୃଦ୍ଧାଙ୍କ ପାଇଁ ଏକ ପେନ୍ସନ୍ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ବିଜେପି ସରକାର ଗଠନ କଲେ ସମସ୍ତଙ୍କୁ କଭର କରୁଥିବା ଏକ ବୀମା ଯୋଜନା ପ୍ରଣୟନ କରିବାକୁ ପ୍ରତିଶ୍ରୁତି ଦେଇଛି। କେରଳରେ ଏକ ଏଆଇଏମ୍ଏସ୍ ଖୋଲିବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ସମସ୍ତ ମହିଳା ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଡ ପାଇବେ, ଯାହା ସେମାନଙ୍କୁ ପ୍ରତି ମାସରେ 2,500 ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ରାସନ କିଣିବାକୁ ଅନୁମତି ଦେବ। ବିଧବାମାନଙ୍କୁ 3,000 ଟଙ୍କା ମାସିକ ପେନ୍ସନ୍ ମିଳିବ। 70 ବର୍ଷରୁ ଅଧିକ ବୟସ୍କ ନାଗରିକମାନଙ୍କୁ ମଧ୍ୟ 3,000 ଟଙ୍କା ପେନ୍ସନ୍ ମିଳିବ। ସାରା ରାଜ୍ୟରେ ମୋବାଇଲ ହସ୍ପିଟାଲ ସେବା ଆରମ୍ଭ କରାଯିବ। କେରଳରେ ଏଆଇଏମ୍ଏସ୍ ଖୋଲାଯିବ। ମାଗଣା ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ। କୃଷିରୁ ବୀମାଭୁକ୍ତ କରାଯିବ। ନମ୍ବର 10 ଅନ୍ତୋଦୟ ଗୃହ ଯୋଜନାର 1 ବର୍ଷ ପୂର୍ତ୍ତି। ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ସୋମବାର ଅନ୍ତୋଦୟ ଗୃହ ଯୋଜନାକୁ 1 ବର୍ଷ ପୂରଣ ହୋଇଛି। କଳାହାଣ୍ଡିରୁ ଆରମ୍ଭ ହୋଇଥିବା ଏହି ଯୋଜନା ଏବେ ସମଗ୍ର ଓଡ଼ିଶାରେ ଆର୍ଥିକ ଅନଗ୍ରସର ଅସହାୟ ପରିବାରଙ୍କ ପାଇଁ ଆଶାର ଆଲୋକ ସାଜିଛି। ସରକାର ପ୍ରତିଶ୍ରୁତି ଅନୁଯାୟୀ ପକ୍କା ଘରରୁ ବଞ୍ଚିତ, ଭିନ୍ନକ୍ଷମ ଓ ପ୍ରାକୃତିକ ବିପର୍ଯ୍ୟୟରେ ସର୍ବସ୍ୱ ହରାଇଥିବା ପରିବାର ପାଇଁ ପକ୍କା ଘର ଯୋଗାଣ ମାଧ୍ୟମରେ ଅନେକଙ୍କ ଜୀବନରେ ଖୁସି ଆସିପାରିଛି। ଲୋକଙ୍କ ସରକାର, ଲୋକଙ୍କ ସ୍ୱପ୍ନ ସଂକଳ୍ପ ସହ ଏହି ଯୋଜନା ଲୋକଙ୍କ ଜୀବନରେ ନୂତନ ଭରସା ଓ ବିଶ୍ୱାସ ସୃଷ୍ଟି କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନମ୍ବର 11 ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ। ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ, ସୁରକ୍ଷା ଡ୍ରିଲ୍, ଆଲୋଚନାଚକ୍ର, ପ୍ରଶିକ୍ଷଣ ଅଧିବେଶନ ତଥା ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ସହିତ ଜାତୀୟ ସୁରକ୍ଷା ମାସ ପାଳନ କରାଯାଉଛି। ଏହି ମାସର ପ୍ରଥମ ଭାଗରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ର ଓଡ଼ିଶା ମୁଖ୍ୟ ଗୌରବ କୁମାର ଭୁବନେଶ୍ୱରରୁ ଏହି 1 ମାସ ବ୍ୟାପୀ ସଚେତନତା ଅଭିଯାନର ଶୁଭାରମ୍ଭ କରିଥିଲେ। ନମ୍ବର 12 ଏପ୍ରିଲ 1ରୁ ସକାଳ 7:30ରେ ଖୋଲିବ ନନ୍ଦନକାନନ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସମୟ ନିଘଣ୍ଟ ବଦଳିବ। ପ୍ରତିବର୍ଷ ଭଳି ଗ୍ରୀଷ୍ମ ଋତୁ ସାଙ୍ଗକୁ ଦିନ ବଡ଼ ଯୋଗୁଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆସନ୍ତା ଏପ୍ରିଲ 1ରୁ ସକାଳ 7:30ରେ ଖୋଲି ସନ୍ଧ୍ୟା 5:30ରେ ବନ୍ଦ ହେବ। ଏହି ନିୟମ 2024 ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଲାଗୁ ରହିବ। ସପ୍ତାହର ପ୍ରତି ସୋମବାର ଉଭୟ ଉଦ୍ୟାନ ବନ୍ଦ ରହିବ। ଏହି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ନମ୍ବର 13 ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍ ଯୋଗାଣ। କୌଣସି ଆହାର କେନ୍ଦ୍ର ଗ୍ୟାସ୍ ଯୋଗୁଁ ବନ୍ଦ ହେବ ନାହିଁ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶ ତଥା ରାଜ୍ୟରେ ରନ୍ଧନ ଗ୍ୟାସ୍, ପେଟ୍ରୋଲିୟମ ଆଦିର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି। ଏହି ସ୍ଥିତିରେ ରାଜ୍ୟରେ ଥିବା 90ଟି କେନ୍ଦ୍ରୀୟ ରୋଷେଇଶାଳ ସହାୟତାରେ ଚାଲୁଥିବା 170ଟି ଆହାର କେନ୍ଦ୍ର ଚାଲିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ରାଜ୍ୟ ସରକାର ପ୍ରମୁଖ ଜଳ କଲ୍ୟାଣକାରୀ କାର୍ଯ୍ୟକ୍ରମ ଆହାର ଯୋଜନାକୁ ନିରନ୍ତର ଓ ବାଧାହୀନ ଭାବେ ଚାଲୁ ରହିଥିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସାରା ଓଡ଼ିଶାରେ ଥିବା ଆହାର ରୋଷେଇ ଶାଳଗୁଡ଼ିକ ପାଇଁ ରନ୍ଧନ ଗ୍ୟାସ୍ ଯୋଗାଣକୁ ସରଳୀକୃତ ଏବଂ ସୁରକ୍ଷିତ କରିବାକୁ ବିଭାଗ ପକ୍ଷରୁ ବ୍ୟାପକ ନିର୍ଦ୍ଦେଶନାମା ଜାରି କରାଯାଇଛି। ନମ୍ବର 14 ନକ୍ସଲମୁକ୍ତ ଭାରତ ଡେଡ୍ଲାଇନ୍ର ଆଜି ଶେଷ ଦିନ। ଅନେକ ମାଓବାଦୀ କରିଛନ୍ତି ଆତ୍ମସମର୍ପଣ। ଆଜି ସରୁଛି ନକ୍ସଲଙ୍କ ଡେଡ୍ଲାଇନ୍। ନକ୍ସଲ ନିପାତ ପାଇଁ ମାର୍ଚ୍ଚ 31କୁ ଡେଡ୍ଲାଇନ୍ ଦେଇଥିବା ଗୃହମନ୍ତ୍ରୀ ଅମିତ ଶାହା। ବହୁ ଟପ୍ ନେତା ସୁରକ୍ଷା ବାହିନୀ ଗୁଳିରେ ନିପାତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ଜବାବ ରଖି କହିଛନ୍ତି ଯେ ଯେଉଁ ଲୋକ ଦେଶର ବ୍ୟବସ୍ଥାକୁ ଅବଜ୍ଞା କରି ଅସ୍ତ୍ର ଉଠାଇବ, ତାକୁ ଏହାର ବହୁମୂଲ୍ୟ ଦେବାକୁ ପଡ଼ିବ। ସେମାନଙ୍କ ପାଇଁ ମହଙ୍ଗା ପଡ଼ିବ। ଭାରତ ଏବେ ନକ୍ସଲ ହିଂସାରୁ ମୁକ୍ତ ହୋଇଥିବା ଶାହା ଘୋଷଣା କରିଛନ୍ତି। ନମ୍ବର 15 ସୋସିଆଲ ମିଡ଼ିଆ ବ୍ୟବହାର ପାଇଁ ବାଧ୍ୟତାମୂଳକ ହୋଇପାରେ କେୱାଇସି।
ଆଜିର ସମାଜରେ ସୋସିଆଲ ମିଡ଼ିଆ ଆମ ଜୀବନର ଏକ ଅବିଚ୍ଛେଦ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡ଼ିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି ଆକାଉଣ୍ଟ, ଅନଲାଇନ୍ ଠକେଇ ଏବଂ ମହିଳା ଏବଂ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ଗମ୍ଭୀର ଚିନ୍ତାର କାରଣ ପାଲଟିଛି। ଏହି ସମାଜରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ସରକାର ସୋସିଆଲ ମିଡ଼ିଆ ବ୍ୟବହାର ପାଇଁ KYC ବାଧ୍ୟତାମୂଳକ କରିବାକୁ ବିଚାର କରିଛନ୍ତି। ନମ୍ବର 16 ଲିଭ୍-ଇନ୍ ଯୋଡ଼ିଙ୍କୁ ଜନଗଣନାରେ ବିବାହିତ ଭାବରେ ଗଣନା କରାଯିବ। ଭାରତରେ ଆଗାମୀ ଜନଗଣନା 2027ର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ହାଉସ୍ ଲିଷ୍ଟିଂ ପ୍ରକ୍ରିୟା ଏପ୍ରିଲ 1, 2024ରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ସୂଚନା ଦେଲେ ଭାରତୀୟ ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣ। କୋର୍ଟ ପାଖରେ ମଧ୍ୟ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବନି। କୌଣସି ଅଧିକାରୀ ମଧ୍ୟ ଏହି ତଥ୍ୟକୁ ଅନ୍ୟତ୍ର ବ୍ୟବହାର କରିବା ମନା ବୋଲି ସୂଚନା ଦେଇଛନ୍ତି ଭାରତୀୟ ଜନଗଣନା କମିଶନର। ତେବେ ଏଠାରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ନମ୍ବର 17 ଏପ୍ରିଲରୁ ଭାରତରେ ଚାଇନା CCTV ବ୍ୟାନ୍। ସୁରକ୍ଷା ବଦଳରେ ଶତ୍ରୁ ରଖୁଛି ନଜର। ଭାରତରେ CCTV କ୍ୟାମେରାକୁ ନେଇ ବଡ଼ ନିଷ୍ପତ୍ତି। ଗତ କିଛି ସମୟ ହେବ ଭାରତରେ CCTVର ସିକ୍ୟୁରିଟିକୁ ନେଇ ପ୍ରଶ୍ନ ଉଠିଛି। କାରଣ ଅଧିକାଂଶ CCTV କ୍ୟାମେରା ଖୁବ୍ ବିପଦରେ ରହିଛି। ଏହାର କାରଣ ହେଉଛି ଦୁର୍ବଳ ସିକ୍ୟୁରିଟି ଏବଂ ପଲିସି। କାରଣ ଭାରତରେ କମ୍ ସିକ୍ୟୁରିଟି ଥିବା ଚାଇନା CCTV କ୍ୟାମେରା ବିକ୍ରି କରାଯାଉଛି। ନମ୍ବର 18 ଆଉ 2 ଦିନ ବଢ଼ିପାରେ ଟୋକନ ଅବଧି, ସଂକେତ ଦେଲେ ଯୋଗାଣ ମନ୍ତ୍ରୀ। ଚାଷୀଙ୍କ ପାଇଁ ବଡ଼ ଅପଡେଟ୍। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ ଡେଡ୍ଲାଇନ୍ ଧାର୍ଯ୍ୟ ହୋଇଥିବା ବେଳେ ଦରକାର ପଡ଼ିଲେ ଆଉ 2 ଦିନ ପର୍ଯ୍ୟନ୍ତ ଅବଧି ବଢ଼ିପାରେ କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା 76,84,495 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇ ସାରିଛି। ନମ୍ବର 19 ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମଗ୍ର ଓଡ଼ିଶା ଜାତିର ଅପମାନ। ଦୁବେଙ୍କ ମନ୍ତବ୍ୟକୁ ନିନ୍ଦା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କଲେ ନବୀନ ପଟ୍ଟନାୟକ। ବିଜୁବାବୁଙ୍କୁ ନେଇ ଦୁବେ ଯାହା କହିଲେ ତାହା ଜାଣି ମୁଁ ଆଶ୍ଚର୍ଯ୍ୟ ବୋଲି କହିଲେ ନବୀନ। ନିଶିକାନ୍ତ ଦୁବେ ମାନସିକ ରୋଗ ଡାକ୍ତରଙ୍କୁ ଦେଖାନ୍ତୁ। ଏପଟେ ମନୋରମା ମହାନ୍ତିଙ୍କ ବାସଭବନରେ ପଶି ଆକ୍ରମଣକୁ ନିନ୍ଦା କଲେ ନବୀନ। ନମ୍ବର 20 1 ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ। ଏପ୍ରିଲ 1ରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ। ବିଶେଷ କରି ଗାଡ଼ି ଚାଳକଙ୍କ ଏବଂ ଟ୍ୟାକ୍ସ ପେୟରଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। କାଲିଠାରୁ ଟୋଲ୍ ପ୍ଲାଜାରେ କ୍ୟାଶ୍ ଦେଇ ଆଉ ଗାଡ଼ି ପାର କରିପାରିବେ ନାହିଁ। ସେହିପରି ଆଜି ଟ୍ୟାକ୍ସ ବଞ୍ଚାଇବା ପାଇଁ ଶେଷ ସୁଯୋଗ। ନମ୍ବର 21 ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍। ଆସାମ ବିଧାନସଭା ନିର୍ବାଚନ ପାଇଁ ସରଗରମ ହେବାରେ ଲାଗିଛି ରାଜନୀତି। ମଙ୍ଗଳବାର ଗୁଆହାଟୀସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜାରି ହୋଇଛି ନିର୍ବାଚନ ଇସ୍ତାହାର ବା ସଂକଳ୍ପପତ୍ର। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଉନ୍ମୋଚନ କରିଥିବା ବେଳେ ଏଥିରେ ବିକାଶ ଓ ସାମାଜିକ ସୁରକ୍ଷାକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି।